हर हर महादेव 2 ଜୁନ୍ 2026 ମଙ୍ଗଳବାର ଜ୍ୟେଷ୍ଠ ମାସ ମଲ ମାସ କୃଷ୍ଣପକ୍ଷ ଦ୍ୱିତୀୟା ରାତ୍ରି 7:17 ସମୟ ପର୍ଯ୍ୟନ୍ତ ରହିବ। ନକ୍ଷତ୍ର ମୂଲା ନକ୍ଷତ୍ର ରାତ୍ରି 11:50 ସମୟ ପର୍ଯ୍ୟନ୍ତ ରହିବ। ସୂର୍ଯ୍ୟୋଦୟ 5:10 ସୂର୍ଯ୍ୟାସ୍ତ 6:18 ଚନ୍ଦ୍ରୋଦୟ 9:05 ଚନ୍ଦ୍ରାସ୍ତ 7:45। ଯମଗଣ୍ଡ 9:04 ରୁ 10:44। କୁଲିକା କାଲ 12:24 ରୁ 2:04। ଦୁର୍ମୁହୂର୍ତ୍ତ 8:24 ରୁ 9:18 ଏବଂ 11:20 ରୁ 12:03। ଶୁଭ ମୁହୂର୍ତ୍ତ ଅଭିଜିତ ମୁହୂର୍ତ୍ତ 11:58 ରୁ 12:51। ଅମୃତ କାଲ 2:59 ରୁ 4:47। ବ୍ରହ୍ମ ମୁହୂର୍ତ୍ତ 4:08 ରୁ 4:56। 2 ଜୁନ୍ 2026 ମଙ୍ଗଳବାର ରାହୁ ଅପରାହ୍ନ 3:44 ରୁ 5:24 ସମୟ ପର୍ଯ୍ୟନ୍ତ ରହିବ। ଚନ୍ଦ୍ରମା ଧନୁ ରାଶିରେ ସଞ୍ଚାର କରୁଛନ୍ତି। ମେଷ ରାଶି 2 ଜୁନ୍ 2026 ମଙ୍ଗଳ ଗ୍ରହ ନିଜର ସ୍ୱରାଶି ମେଷ ରାଶିରେ ବିରାଜମାନ ରହିବେ। ଏହା ମେଷ ରାଶି ପାଇଁ ଜାତକଙ୍କ ପାଇଁ ପ୍ରଥମ ଭାବକୁ ପ୍ରଭାବିତ କରିବ। ଏହି ସମୟରେ ସାହସ, ଊର୍ଜା, ଆତ୍ମବିଶ୍ୱାସ ଓ କାର୍ଯ୍ୟକ୍ଷମତା ବଢ଼ିବ। ମେଷ ରାଶି ଜାତକଙ୍କ ପାଇଁ ସାହସ, ଆତ୍ମବିଶ୍ୱାସ, କ୍ୟାରିୟର ଉନ୍ନତି ଓ ନୂଆ ସୁଯୋଗର ଶୁଭ ସମୟ ହୋଇପାରେ। ଧନ ଓ ଆର୍ଥିକ ସ୍ଥିତି ନୂଆ ଆୟର ସୁଯୋଗ ମିଳିବ। ବ୍ୟବସାୟରେ ଦ୍ରୁତ ନିଷ୍ପତ୍ତି ଲାଭଦାୟକ ହେବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ୟାରିୟର ଓ ବ୍ୟବସାୟ ଚାକିରିରେ ନୂଆ ଦାୟିତ୍ୱ ମିଳିବ। ନେତୃତ୍ୱ ଦେଖାଇବାର ସୁଯୋଗ ଆସିବ। ବ୍ୟବସାୟୀମାନେ ନୂଆ ଯୋଜନାରୁ ଲାଭ ପାଇପାରନ୍ତି। ପ୍ରେମ ଓ ଦାମ୍ପତ୍ୟ ଜୀବନ ପ୍ରେମ ସମ୍ପର୍କରେ ଉତ୍ସାହ ବଢ଼ିବ। କ୍ରୋଧ ଓ ଜିଦ୍ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନ ସାଥୀଙ୍କ ସହ ମତଭେଦ ହେଲେ ଶାନ୍ତ ରୁହନ୍ତୁ। ସ୍ୱାସ୍ଥ୍ୟ ଶରୀରରେ ଊର୍ଜା ଓ ଶକ୍ତି ବଢ଼ିବ। ମୁଣ୍ଡ ବ୍ୟଥା, ରକ୍ତଚାପ ବା ଛୋଟ ଆଘାତରୁ ସତର୍କ ରୁହନ୍ତୁ। ନିୟମିତ ବ୍ୟାୟାମ ଲାଭଦାୟକ ହେବ। ପରିବାରରେ ଆପଣଙ୍କ କଥାକୁ ଗୁରୁତ୍ୱ ଦିଆଯିବ। ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଲାଲ ବସ୍ତୁ ଦାନ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ଆପଣଙ୍କର ଲାଲ ରଙ୍ଗ ଶୁଭ ଅଛି। ଶୁଭ ସଂଖ୍ୟା 9। ଶୁଭ ଦିନ ଆପଣଙ୍କର ମଙ୍ଗଳବାର ଶୁଭ ଅଛି। ବୃଷଭ ରାଶି 2 ଜୁନ୍ 2026 ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି ବୃଷ ରାଶିର ଦ୍ୱାଦଶ ଭାବକୁ ପ୍ରଭାବିତ କରିବେ। ଏହା ଖର୍ଚ୍ଚ, ବିଦେଶ ଯାତ୍ରା, ଗୁପ୍ତ କାର୍ଯ୍ୟ, ଆଧ୍ୟାତ୍ମିକତା ଓ ମାନସିକ ଶାନ୍ତି ସହ ସମ୍ପର୍କିତ ରହିଛି। ବୃଷ ରାଶି ପାଇଁ ଖର୍ଚ୍ଚ, ଆଧ୍ୟାତ୍ମିକତା ଓ ଆତ୍ମବିଶ୍ଳେଷଣର ସମୟ ସୂଚନା ଦେଉଛି। ଧୈର୍ଯ୍ୟ ଓ ସଠିକ୍ ଯୋଜନା ଦ୍ୱାରା ଆପଣ ଲାଭ ପାଇପାରିବେ। ଧନ ଓ ଆର୍ଥିକ ସ୍ଥିତି ଅପ୍ରତ୍ୟାଶିତ ଖର୍ଚ୍ଚ ବଢ଼ିବ। ବିଦେଶ ସମ୍ପର୍କିତ କାମରୁ ଲାଭ ମିଳିବ। ବଜେଟ୍ ଅନୁସାରେ ଖର୍ଚ୍ଚ କରିବା ଉଚିତ। କ୍ୟାରିୟର ବ୍ୟବସାୟ ବିଦେଶୀ କମ୍ପାନୀ କିମ୍ବା ଦୂରସ୍ଥ କାମରେ ସୁଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ଗୁପ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନେଇ ସତର୍କ ରୁହନ୍ତୁ। ପରିଶ୍ରମର ଫଳ ଧୀରେ ଧୀରେ ମିଳିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସମ୍ପର୍କରେ ଦୂରତା ବା ଭୁଲ ବୁଝାମଣା ହୋଇପାରେ। ଧୈର୍ଯ୍ୟ ଓ ବିଶ୍ୱାସ ରଖିବା ଆବଶ୍ୟକ। ଜୀବନ ସାଥୀଙ୍କ ସହ ଖୋଲାମେଲା ଆଲୋଚନା କରନ୍ତୁ। ସ୍ୱାସ୍ଥ୍ୟ ନିଦ୍ରା ଅଭାବ ଓ ମାନସିକ ଚାପ ହୋଇପାରେ। ଯୋଗ ଓ ଧ୍ୟାନ କରିବା ଲାଭଦାୟକ ହେବ। ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ପରିବାରରୁ ଦୂରେ ରହିବା ପରିସ୍ଥିତି ଆସିପାରେ। ବଡ଼ମାନଙ୍କ ପରାମର୍ଶ ଲାଭଦାୟକ ହେବ।
ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ଚନ୍ଦନ ବା ଲାଲ ବସ୍ତୁ ଦାନ କରନ୍ତୁ। ଭଗବାନ ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ଗୋଲାପୀ। ଶୁଭ ସଂଖ୍ୟା ଆପଣଙ୍କର 6। ଶୁଭ ଦିନ ଆପଣଙ୍କର ଶୁକ୍ରବାର ଶୁଭ ଅଛି। ମିଥୁନ ରାଶି 2 ଜୁନ 2026ରେ ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି ମିଥୁନ ରାଶିର ଏକାଦଶ ଭାବକୁ ପ୍ରଭାବିତ କରିବେ। ଏହା ଆୟ, ଲାଭ, ମିତ୍ର, ସାମାଜିକ ସମ୍ପର୍କ ଓ ଇଚ୍ଛା ପୂରଣର ଭାବ ରହିଛି। ଏହି ଗୋଚର ମିଥୁନ ରାଶି ପାଇଁ ଲାଭ ଓ ଉନ୍ନତିର ସଂକେତ ଦେଉଛି। ମିଥୁନ ରାଶି ପାଇଁ ଆୟ, ଲାଭ, କ୍ୟାରିୟର ଉନ୍ନତି ଓ ଇଚ୍ଛା ପୂରଣ ଶୁଭ ସଂକେତ ନେଇ ଆସିବ। ଧନ ଓ ଆର୍ଥିକ ସ୍ଥିତି ଆୟ ବଢ଼ିବାର ନୂଆ ସୁଯୋଗ ମିଳିବ। ପୁରୁଣା ନିବେଶରୁ ଲାଭ ମିଳିବ। ବ୍ୟବସାୟରେ ଭଲ ଲାଭର ଯୋଗ ରହିଛି। କ୍ୟାରିୟର ବ୍ୟବସାୟ ଚାକିରିରେ ପଦୋନ୍ନତି କିମ୍ବା ପ୍ରଶଂସା ମିଳିବ। ନୂଆ ପ୍ରକଳ୍ପରେ ସଫଳତା ମିଳିବ। ମିତ୍ର କିମ୍ବା ପରିଚିତଙ୍କ ସହଯୋଗରେ ଉନ୍ନତି ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ପ୍ରେମ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସାଥୀଙ୍କ ସହ ସମ୍ପର୍କ ମଧୁର ରହିବ। ବିବାହ ଯୋଗ୍ୟ ଲୋକଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ। ସ୍ୱାସ୍ଥ୍ୟ ଶରୀରରେ ଊର୍ଜା ଓ ଉତ୍ସାହ ବଢ଼ିବ। ଅଧିକ କାମ ଯୋଗୁଁ ଥକାଣ ହୋଇପାରେ। ନିୟମିତ ବ୍ୟାୟାମ ଲାଭଦାୟକ ହେବ। ପରିବାରରେ ଖୁସିର ପରିବେଶ ରହିବ। ମିତ୍ର ଓ ଆତ୍ମୀୟଙ୍କ ସହ ସମ୍ପର୍କ ମଜବୁତ ହେବ। ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଆରାଧନା କରନ୍ତୁ। ଲାଲ ମସୁର ଡାଲି ଦାନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ସବୁଜ ରଙ୍ଗ ଶୁଭ ଅଛି। ଶୁଭ ସଂଖ୍ୟା 5। ଶୁଭ ଦିନ ଆପଣଙ୍କର ବୁଧବାର ଶୁଭ ଅଛି। କର୍କଟ ରାଶି 2 ଜୁନ 2026ରେ ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି କର୍କଟ ରାଶିର ଦଶମ ଭାବକୁ ପ୍ରଭାବିତ କରିବେ। ଏହା କର୍ମ, ଚାକିରି, ବ୍ୟବସାୟ, ପଦ ପ୍ରତିଷ୍ଠା ଓ ସାମାଜିକ ସମ୍ମାନର ଭାବ ରହିଛି। ଏହି ଗୋଚର କର୍କଟ ରାଶି ପାଇଁ କ୍ୟାରିୟରରେ ଉନ୍ନତି ଓ ପରିଶ୍ରମ ଫଳ ପ୍ରାପ୍ତିର ସୂଚନା ଦେଉଛି। କ୍ୟାରିୟର, ପଦ ପ୍ରତିଷ୍ଠା, ଆର୍ଥିକ ଉନ୍ନତିର ଶୁଭ ସମୟ ସୂଚିତ କରୁଛି। ଧନ ଓ ଆର୍ଥିକ ସ୍ଥିତି ଆୟ ବଢ଼ିବାର ସୁଯୋଗ ମିଳିବ। ବ୍ୟବସାୟରେ ନୂଆ ଚୁକ୍ତି ବା ଲାଭ ହୋଇପାରେ। ଧନ ସମ୍ପର୍କିତ ନିଷ୍ପତ୍ତିରେ ଆତ୍ମବିଶ୍ୱାସ ରହିବ। କ୍ୟାରିୟର ଓ ବ୍ୟବସାୟ ଚାକିରିରେ ପଦୋନ୍ନତି ବା ନୂଆ ଦାୟିତ୍ୱ ମିଳିବ। ଅଧିକାରୀମାନଙ୍କ ଠାରୁ ପ୍ରଶଂସା ମିଳିବ। ବ୍ୟବସାୟୀମାନେ ସାହସିକ ନିଷ୍ପତ୍ତି ନେଲେ ଲାଭ ରହିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ କାମର ବ୍ୟସ୍ତତା ଯୋଗୁଁ ସମ୍ପର୍କକୁ କମ୍ ସମୟ ଦେଇପାରନ୍ତି। ଜୀବନ ସାଥୀଙ୍କ ସହ ବୁଝାମଣା ରଖିବା ଆବଶ୍ୟକ। ଧୈର୍ଯ୍ୟ ଓ ସମ୍ମାନ ସମ୍ପର୍କକୁ ମଜବୁତ କରିବ। ସ୍ୱାସ୍ଥ୍ୟ ଶକ୍ତି ଓ ଉତ୍ସାହ ବଢ଼ିବ। ଅଧିକ କାମ ଯୋଗୁଁ ଥକାଣ ହୋଇପାରେ। ବିଶ୍ରାମ ଓ ସଠିକ୍ ଖାଦ୍ୟ ଆବଶ୍ୟକ ହେଉଛି। ପରିବାର ଆପଣଙ୍କ ସଫଳତାରେ ଖୁସି ହେବେ। ବଡ଼ମାନଙ୍କୁ ଆଶୀର୍ବାଦ ମିଳିପାରେ। ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ଫଳ ବା ଲାଲ ବସ୍ତ୍ର ଦାନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ଧଳା। ଶୁଭ ସଂଖ୍ୟା 2। ଶୁଭ ଦିନ ଆପଣଙ୍କର ସୋମବାର ଶୁଭ ଅଛି। ସିଂହ ରାଶି 2 ଜୁନ 2026ରେ ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି ସିଂହ ରାଶିର ନବମ ଭାବକୁ ପ୍ରଭାବିତ କରିବେ। ନବମ ଭାବ ଭାଗ୍ୟ, ଧର୍ମ, ଉଚ୍ଚ ଶିକ୍ଷା, ଗୁରୁ, ବିଦେଶ ଯାତ୍ରା ଓ ଜୀବନ ଦର୍ଶନର ପ୍ରତୀକ ରହିଛି। ଏହି ଗୋଚର ସିଂହ ରାଶି ପାଇଁ ଭାଗ୍ୟ ବୃଦ୍ଧି, ସାହସ ଓ ନୂଆ ସୁଯୋଗ ନେଇ ଆସିବ। ଭାଗ୍ୟ, କ୍ୟାରିୟର, ଶିକ୍ଷା ଓ ଧାର୍ମିକ କ୍ଷେତ୍ରରେ ଉନ୍ନତିର ସୂଚନା ଦେଉଛି। ନୂଆ ନିବେଶ ପାଇଁ ସମୟ ଅନୁକୂଳ ହୋଇପାରେ। କ୍ୟାରିୟର, ବ୍ୟବସାୟ, କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ଉଚ୍ଚ ଶିକ୍ଷା, ଆଇନ, ପ୍ରଶାସନ ଓ ଶିକ୍ଷା କ୍ଷେତ୍ରରେ
ଭଲ ଫଳ ମିଳିବ। ନୂଆ ପ୍ରକଳ୍ପ ଓ ଯାତ୍ରା ସଫଳ ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସମ୍ପର୍କରେ ସକାରାତ୍ମକତା ବଢ଼ିବ। ଜୀବନ ସାଥୀଙ୍କ ସହ ଯାତ୍ରାର ଯୋଗ ରହିଛି। ପରସ୍ପର ସମ୍ମାନ ବିଶ୍ୱାସ ବଢ଼ିବ। ସ୍ୱାସ୍ଥ୍ୟ ଶାରୀରିକ ଶକ୍ତି ଓ ଉତ୍ସାହ ଭଲ ରହିବ। ଯାତ୍ରା ସମୟରେ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ନିୟମିତ ବ୍ୟାୟାମ ଲାଭଦାୟକ ହେବ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ବଡ଼ମାନଙ୍କ ଆଶୀର୍ବାଦ ଓ ପରାମର୍ଶ ଲାଭଦାୟକ ହେବ। ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ଚନ୍ଦନ ତିଲକ ଲଗାନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ସୁନାଲି। ଶୁଭ ସଂଖ୍ୟା 1। ଶୁଭ ଦିନ ଆପଣଙ୍କର ରବିବାର ଦିନ ଶୁଭ। କନ୍ୟା ରାଶି 2 ଜୁନ 2026ରେ ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି କନ୍ୟା ରାଶିର ଅଷ୍ଟମ ଭାବକୁ ପ୍ରଭାବିତ କରିବେ। ଅଷ୍ଟମ ଭାବ ହଠାତ୍ ପରିବର୍ତ୍ତନ, ଗୁପ୍ତ ବିଷୟ ଗବେଷଣା, ଉତ୍ତରାଧିକାର ଓ ଅପ୍ରତ୍ୟାଶିତ ଘଟଣାର ପ୍ରତୀକ ହେଉଛି। ଏହି ଗୋଚର ସମୟରେ ସତର୍କତା ଓ ଧୈର୍ଯ୍ୟ ଆବଶ୍ୟକ ହେବ। ପରିବର୍ତ୍ତନ, ସତର୍କତା ଓ ଆତ୍ମବିଶ୍ଳେଷଣ ସମୟ ସୂଚିତ କରୁଛି। ଧନ ଓ ଆର୍ଥିକ ସ୍ଥିତି ହଠାତ୍ ଖର୍ଚ୍ଚ ବଢ଼ିବ। ବୀମା, କର, ଋଣ କିମ୍ବା ଉତ୍ତରାଧିକାର ସମ୍ବନ୍ଧୀୟ ବିଷୟରେ ଧ୍ୟାନ ଦିଅନ୍ତୁ। ବଡ଼ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଭାବନ୍ତୁ। କ୍ୟାରିୟର ଓ ବ୍ୟବସାୟ, ଗବେଷଣା, ଟେକ୍ନୋଲୋଜି, ଚିକିତ୍ସା ଓ ଗୁପ୍ତ ବିଭାଗରେ କାମ କରୁଥିବା ଲୋକଙ୍କ ପାଇଁ ଭଲ ସୁଯୋଗ ଆସିବ। କାର୍ଯ୍ୟକ୍ଷେତ୍ରରେ କିଛି ଅପ୍ରତ୍ୟାଶିତ ରହିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସମ୍ପର୍କରେ ଭୁଲ ବୁଝାବୁଝି ହୋଇପାରେ। ଅନାବଶ୍ୟକ ସନ୍ଦେହରୁ ଦୂରେ ରୁହନ୍ତୁ। ଖୋଲାମେଲା ଆଲୋଚନା ସମ୍ପର୍କକୁ ମଜବୁତ କରିବ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଥକାନ, ଚାପ ବା ରକ୍ତ ସମ୍ବନ୍ଧୀୟ ଛୋଟ ସମସ୍ୟା ହୋଇପାରେ। ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟ ଉପକାରୀ ହେବ। ପରିବାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇପାରେ। ବଡ଼ମାନଙ୍କ ପରାମର୍ଶ ମାନିବା ଭଲ ହେବ। ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ମସୁର ଡାଲି ଦାନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ସବୁଜ। ଶୁଭ ସଂଖ୍ୟା 5। ଶୁଭ ଦିନ ଆପଣଙ୍କର ବୁଧବାର ଦିନ ଶୁଭ ଅଛି। ତୁଲା ରାଶି 2 ଜୁନ 2026ରେ ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି ତୁଲା ରାଶିର ସପ୍ତମ ଭାବକୁ ପ୍ରଭାବିତ କରିବେ। ସପ୍ତମ ଭାବ ବିବାହ, ଜୀବନସାଥୀ, ସହଭାଗିତା, ବ୍ୟବସାୟିକ ଚୁକ୍ତି ଓ ଜନସମ୍ପର୍କର ପ୍ରତୀକ ରହିଛି। ଏହି ଗୋଚର ସମ୍ପର୍କ ଓ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଆଣିବ। ସମ୍ପର୍କ, ବିବାହ ଓ ବ୍ୟବସାୟୀ ସହଭାଗିତା କ୍ଷେତ୍ରରେ ସକ୍ରିୟତା ଆଣିବ। ଧନ ଓ ଆର୍ଥିକ ସ୍ଥିତି ସହଭାଗିତା, ବ୍ୟବସାୟରୁ ଲାଭ ମିଳିବ। ନୂଆ ଚୁକ୍ତି କିମ୍ବା ବ୍ୟବସାୟିକ ସୁଯୋଗ ଆସିବ। ଆର୍ଥିକ ନିଷ୍ପତ୍ତିରେ ତଡ଼ି କରନ୍ତୁ ନାହିଁ। କ୍ୟାରିୟର ଓ ବ୍ୟବସାୟରେ ନୂଆ ପାର୍ଟନରସିପ୍ ହୋଇପାରେ। ଗ୍ରାହକ ଓ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରଖିବା ଆବଶ୍ୟକ। ଆଇନ ପରାମର୍ଶ, ଜନସମ୍ପର୍କ କ୍ଷେତ୍ରରେ ସଫଳତା ମିଳିବ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଉତ୍ସାହ ବଢ଼ିବ, କିନ୍ତୁ ଛୋଟ କଥାରେ ବିବାଦ ହୋଇପାରେ। ଧୈର୍ଯ୍ୟ ଓ ବୁଝାମଣା ସମ୍ପର୍କକୁ ମଜବୁତ କରିବ। ଅବିବାହିତଙ୍କ ପାଇଁ ନୂଆ ସମ୍ପର୍କର ଯୋଗ ରହିଛି। ସ୍ୱାସ୍ଥ୍ୟ, ଶକ୍ତି ଓ ଉତ୍ସାହ ଭଲ ରହିବ। କ୍ରୋଧ ଓ ମାନସିକ ଚାପକୁ ନିୟନ୍ତ୍ରଣ କରନ୍ତୁ। ନିୟମିତ ବ୍ୟାୟାମ ଲାଭଦାୟକ ହେବ। ପରିବାରରେ ସହଯୋଗ ମିଳିବ। ଜୀବନ ସାଥୀଙ୍କ ପରାମର୍ଶ ଲାଭଦାୟକ ହୋଇପାରେ। ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ଫୁଲ ଅର୍ପଣ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ଗୋଲାପୀ। ଶୁଭ ସଂଖ୍ୟା 6। ଶୁଭ ଦିନ ଆପଣଙ୍କର ଶୁକ୍ରବାର ଶୁଭ। ବିଛା ରାଶି 2 ଜୁନ 2026ରେ ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି ବିଛା ରାଶିର
ଷଷ୍ଠ ଭାବକୁ ପ୍ରଭାବିତ କରିବେ। ଷଷ୍ଠ ଭାବ ଶତ୍ରୁ, ଋଣ, ରୋଗ, ପ୍ରତିଯୋଗିତା ଓ ସେବା କ୍ଷେତ୍ରରେ ପ୍ରତୀକ ରହିଛି। ମଙ୍ଗଳ ବିଛା ରାଶିର ସ୍ୱାମୀ ଗ୍ରହ ହୋଇଥିବାରୁ ଏହି ଗୋଚର ଆପଣଙ୍କୁ ସାହସ, ସଂଘର୍ଷରେ ଜିତ୍ ଓ କାର୍ଯ୍ୟକ୍ଷମତା ପ୍ରଦାନ କରିବେ। ଶତ୍ରୁ ଜୟ, ପ୍ରତିଯୋଗିତାରେ ସଫଳତା ମିଳିବ। ଧନ ଓ ଆର୍ଥିକ ସ୍ଥିତି, ପୁରୁଣା ଋଣ ପରିଶୋଧ କରିବାର ସୁଯୋଗ ମିଳିବ। ଆୟ ଓ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ରହିବ। ଆର୍ଥିକ ବିବାଦରୁ ସମାଧାନ ହୋଇପାରେ। କ୍ୟାରିୟର, ବ୍ୟବସାୟ, ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସଫଳତା ମିଳିବ। ଚାକିରିରେ ଶତ୍ରୁ ବା ବିରୋଧୀଙ୍କ ଉପରେ ବିଜୟ ଲାଭ କରିପାରିବେ। ପରିଶ୍ରମର ଫଳ ମିଳିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ, ଛୋଟ ଛୋଟ ମତଭେଦକୁ ବଡ଼ ହେବାକୁ ଦିଅନ୍ତୁ ନାହିଁ। ଧୈର୍ଯ୍ୟ ଓ ବୁଝାମଣା ସମ୍ପର୍କକୁ ଭଲ ରଖିବ। ଜୀବନ ସାଥୀଙ୍କ ସହ ଖୋଲାମେଲା ଆଲୋଚନା କରନ୍ତୁ। ସ୍ୱାସ୍ଥ୍ୟରେ ସୁଧାର ଦେଖାଯାଇପାରେ। ପୁରୁଣା ରୋଗରୁ ଆରାମ ମିଳିବ। ଅତ୍ୟଧିକ କ୍ରୋଧ ଓ ଚାପରୁ ଦୂରେଇ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ଘରୋଇ ଦାୟିତ୍ୱ ସଫଳତାର ସହ ପୂରଣ କରିପାରିବେ। ପ୍ରତିକାର, ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ମସୁର ଡାଲି ଦାନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ, ଶୁଭ ରଙ୍ଗ ଆପଣଙ୍କର ଲାଲ ରଙ୍ଗ, ଶୁଭ ଅଛି। ଶୁଭ ସଂଖ୍ୟା 9, ଶୁଭ ଦିନ ଆପଣଙ୍କର ମଙ୍ଗଳବାର ଦିନ ଶୁଭ ଅଛି। ଧନୁରାଶି, 2 ଜୁନ 2026ରେ ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି ଧନୁରାଶିର ପଞ୍ଚମ ଭାବକୁ ପ୍ରଭାବିତ କରିବେ। ପଞ୍ଚମ ଭାବ ପ୍ରେମ, ସନ୍ତାନ, ଶିକ୍ଷା, ସୃଜନଶୀଳତା ଓ ବୁଦ୍ଧିମତ୍ତାର ପ୍ରତୀକ ରହିଛି। ଏହି ଗୋଚର ଧନୁରାଶି ପାଇଁ ଉତ୍ସାହ, ସୃଜନଶୀଳତା ଓ ନୂଆ ସୁଯୋଗ ନେଇ ଆସିବ। ପ୍ରେମ, ଶିକ୍ଷା, ସୃଜନଶୀଳତା ଓ ସନ୍ତାନ ସମ୍ବନ୍ଧୀୟ କ୍ଷେତ୍ରରେ ଶୁଭ ଫଳ ମିଳିବ। ଧନ ଓ ଆର୍ଥିକ ସ୍ଥିତି, ନିବେଶରୁ ଲାଭ ମିଳିବ, କିନ୍ତୁ ଭାବିଚିନ୍ତିତ ନିଷ୍ପତ୍ତି ନିଅନ୍ତୁ। ନୂଆ ଆୟ ଉତ୍ସ ସୃଷ୍ଟି ହୋଇପାରେ। ଅନାବଶ୍ୟକ ଝୁଙ୍କିରୁ ଦୂରେ ରୁହନ୍ତୁ। କ୍ୟାରିୟର, ବ୍ୟବସାୟ, ଶିକ୍ଷା, କଲା, ମିଡିଆ, ଖେଳକୁଦ ଓ ସୃଜନଶୀଳ କ୍ଷେତ୍ରରେ ସଫଳତା ମିଳିବ। ନୂଆ ଭାବନା ଓ ପ୍ରକଳ୍ପରୁ ଲାଭ ହେବ। ନେତୃତ୍ୱ ଦେଖାଇବାର ସୁଯୋଗ ମିଳିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ, ପ୍ରେମ ଜୀବନରେ ଉତ୍ସାହ ଓ ରୋମାନ୍ସ ବଢ଼ିବ। ଅବିବାହିତଙ୍କ ପାଇଁ ନୂଆ ସମ୍ପର୍କ ସମ୍ଭାବନା ରହିଛି। ଜୀବନ ସାଥୀଙ୍କ ସହ ଖୁସିର ସମୟ କାଟିବେ। ସ୍ୱାସ୍ଥ୍ୟ, ଶରୀରରେ ଊର୍ଜା ଓ ଆତ୍ମବିଶ୍ୱାସ ବଢ଼ିବ। ଅତ୍ୟଧିକ ଉତ୍ସାହରେ ତଡ଼ି ତଡ଼ି ନିଷ୍ପତ୍ତି ନ ନିଅନ୍ତୁ। ନିୟମିତ ବ୍ୟାୟାମ ଲାଭଦାୟକ ହେବ। ପରିବାର, ସନ୍ତାନ ପକ୍ଷରୁ ଖୁସିର ଖବର ମିଳିବ। ପରିବାରରେ ଆନନ୍ଦ ଓ ଉତ୍ସବର ପରିବେଶ ରହିବ। ପ୍ରତିକାର, ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ଫଳ କିମ୍ବା ଲାଲ ବସ୍ତ୍ର ଦାନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ, ଶୁଭ ରଙ୍ଗ ଆପଣଙ୍କର ହଳଦିଆ ରଙ୍ଗ ଶୁଭ ଅଛି। ଶୁଭ ସଂଖ୍ୟା 3, ଶୁଭ ଦିନ ଆପଣଙ୍କର ଗୁରୁବାର ଦିନ ଶୁଭ ଅଛି। ମକର ରାଶି, 2 ଜୁନ 2026ରେ ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି ମକର ରାଶିର ଚତୁର୍ଥ ଭାବକୁ ପ୍ରଭାବିତ କରିବେ। ଚତୁର୍ଥ ଭାବ ଘର, ପରିବାର, ମାତା, ସମ୍ପତ୍ତି, ଯାନବାହନ ଓ ମାନସିକ ଶାନ୍ତିର ପ୍ରତୀକ ରହିଛି। ଏହି ଗୋଚର ସମୟରେ ଘରୋଇ ବିଷୟ ଓ ପାରିବାରିକ ଦାୟିତ୍ୱ ଉପରେ ଅଧିକ ଧ୍ୟାନ ରହିପାରେ। ଘର, ପରିବାର, ସମ୍ପତ୍ତି ଓ ମାନସିକ ସ୍ଥିରତା ସମ୍ବନ୍ଧୀୟ ବିଷୟକୁ ଗୁରୁତ୍ୱ ଦିଆଯିବ। ଧନ ଓ ଆର୍ଥିକ ସ୍ଥିତି, ଘର, ଜମି ବା ଯାନବାହନ ସମ୍ବନ୍ଧୀୟ ଖର୍ଚ୍ଚ ହୋଇପାରେ। ସମ୍ପତ୍ତି କ୍ରୟ ବା ବିକ୍ରୟର ସୁଯୋଗ ମିଳିବ। ଧନ ସମ୍ବନ୍ଧୀୟ ଯୋଜନା ଭଲ ଭାବେ କରନ୍ତୁ। କ୍ୟାରିୟର ଓ ବ୍ୟବସାୟ କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ରହିବ। ରିଅଲ ଏଷ୍ଟେଟ୍, କୃଷି ବା ଘରୋଇ ବ୍ୟବସାୟରେ ଲାଭ ହୋଇପାରେ। କାମ ଓ ପରିବାର ସମୟରେ ସନ୍ତୁଳନ ରଖିବା ଉଚିତ। ପ୍ରେମ ଓ ଦାମ୍ପତ୍ୟ ଜୀବନ, ପରିବାର ସହ ଅଧିକ ସମୟ କାଟିବାର ସୁଯୋଗ ମିଳିବ। ଜୀବନ ସାଥୀଙ୍କ ସହ ବୁଝାମଣା ବଢ଼ିବ। ଘରୋଇ ଛୋଟ ବିଷୟକୁ ନେଇ ବିବାଦରୁ ଦୂରେଇ ରୁହନ୍ତୁ।
ସ୍ୱାସ୍ଥ୍ୟ ମାନସିକ ଚାପ ବଢ଼ିପାରେ, ତେଣୁ ବିଶ୍ରାମ ଆବଶ୍ୟକ। ଛାତି, ପିଠି ବା ରକ୍ତଚାପ ସମ୍ବନ୍ଧୀୟ ଛୋଟ ସମସ୍ୟା ପ୍ରତି ସତର୍କ ରୁହନ୍ତୁ। ଯୋଗ ଓ ଧ୍ୟାନ ଉପକାରୀ ହେବ। ପରିବାର ମାତାଙ୍କ ସହଯୋଗ ଓ ଆଶୀର୍ବାଦ ମିଳିବ। ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ମସୁର ଡାଲି ଦାନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ନୀଳ ରଙ୍ଗ ଶୁଭ ଅଛି। ଶୁଭ ସଂଖ୍ୟା 8। ଶୁଭ ଦିନ ଆପଣଙ୍କର ଶନିବାର ଶୁଭ ଅଛି। କୁମ୍ଭ ରାଶି 2 ଜୁନ 2024ରେ ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି କୁମ୍ଭ ରାଶିର ତୃତୀୟ ଭାବକୁ ପ୍ରଭାବିତ କରିବେ। ତୃତୀୟ ଭାବ ହେଉଛି ସାହସ, ପରାକ୍ରମ, ଯୋଗାଯୋଗ, ଭାଇ ଭଉଣୀ, ଛୋଟ ଯାତ୍ରା ଓ ନୂଆ ପ୍ରୟାସର ପ୍ରତୀକ ରହିଛି। ମଙ୍ଗଳର ଏହି ସ୍ଥିତି କୁମ୍ଭ ରାଶି ପାଇଁ ସାଧାରଣତଃ ଶୁଭ ମନାଯାଏ। ସାହସ, ଯୋଗାଯୋଗ, ନୂଆ ପ୍ରୟାସ, କ୍ୟାରିୟର ଉନ୍ନତିର ଶୁଭ ସଂକେତ ନେଇ ଆସିବେ। ଧନ ଓ ଆର୍ଥିକ ସ୍ଥିତି ନିଜ ପରିଶ୍ରମ ଓ ଦକ୍ଷତା ଦ୍ୱାରା ଧନ ଲାଭର ସୁଯୋଗ ମିଳିବ। ବ୍ୟବସାୟରେ ନୂଆ ଗ୍ରାହକ ବା ଚୁକ୍ତି ମିଳିବ। ଛୋଟ ନିବେଶରୁ ଲାଭ ହେବାର ସମ୍ଭାବନା ରହିଛି। କ୍ୟାରିୟର ଓ ବ୍ୟବସାୟ ସାହସିକ ନିଷ୍ପତ୍ତି ଆପଣଙ୍କୁ ସଫଳତା ଦେଇପାରେ। ମିଡ଼ିଆ, ଲେଖାଲେଖି, ମାର୍କେଟିଂ, ବିକ୍ରୟ ଓ ଯୋଗାଯୋଗ କ୍ଷେତ୍ରରେ ଭଲ ଫଳ ମିଳିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସମ୍ପର୍କରେ ସ୍ପଷ୍ଟ କଥାବାର୍ତ୍ତା ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରେମ ସମ୍ପର୍କରେ ନୂଆ ଉତ୍ସାହ ଆସିବ। ଭୁଲ ବୁଝାବୁଝିକୁ ଶୀଘ୍ର ସମାଧାନ କରିପାରିବେ। ସ୍ୱାସ୍ଥ୍ୟ ଶରୀରରେ ଊର୍ଜା ଓ ଆତ୍ମବିଶ୍ୱାସ ବଢ଼ିବ। ଅତ୍ୟଧିକ ବ୍ୟସ୍ତତା ଯୋଗୁଁ ଥକାନ ହୋଇପାରେ। ନିୟମିତ ବ୍ୟାୟାମ ଓ ବିଶ୍ରାମ ଜରୁରୀ। ପରିବାର ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ପରିବାରରେ ଆପଣଙ୍କ ପରାମର୍ଶକୁ ଗୁରୁତ୍ୱ ଦିଆଯିବ। ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ଫୁଲ ବା ଲାଲ ବସ୍ତ୍ର ଦାନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ଆପଣଙ୍କର ଆକାଶୀ ରଙ୍ଗ ନୀଳ ଶୁଭ ଅଛି। ଶୁଭ ସଂଖ୍ୟା 8। ଶୁଭ ଦିନ ଆପଣଙ୍କର ଶନିବାର ଶୁଭ ଅଛି। ମୀନ ରାଶି 2 ଜୁନ 2024 ମଙ୍ଗଳ ଗ୍ରହ ମେଷ ରାଶିରେ ସଞ୍ଚାର କରି ମୀନ ରାଶିର ଦ୍ୱିତୀୟ ଭାବକୁ ପ୍ରଭାବିତ କରିବେ। ଦ୍ୱିତୀୟ ଭାବ ଧନ, ପରିବାର, ବାଣୀ, ସଞ୍ଚୟ ଓ ମୂଲ୍ୟବୋଧର ପ୍ରତୀକ ରହିଛି। ଏହି ଗୋଚର ଆର୍ଥିକ କ୍ଷେତ୍ରରେ ସକ୍ରିୟତା ଓ ପାରିବାରିକ ବିଷୟରେ ଧ୍ୟାନ ବଢ଼ାଇବ। ଧନ, ପରିବାର ଓ ବାଣୀ ସମ୍ବନ୍ଧୀୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଫଳ ନେଇ ଆସିବେ। ଧନ ଓ ଆର୍ଥିକ ସ୍ଥିତି ଆୟ ବଢ଼ିବାର ସୁଯୋଗ ମିଳିବ। ସଞ୍ଚୟ କରିବାର ପ୍ରବୃତ୍ତି ବଢ଼ିବ। ତେବେ ତଳି ତଳି ଖର୍ଚ୍ଚ କିମ୍ବା ନିବେଶ କରିବାରୁ ବଞ୍ଚନ୍ତୁ। କ୍ୟାରିୟର ବ୍ୟବସାୟ ଚାକିରିରେ ଆର୍ଥିକ ଉନ୍ନତିର ସୁଯୋଗ ରହିଛି। କଥାବାର୍ତ୍ତା ଓ ଯୋଗାଯୋଗ ଦକ୍ଷତା ଦ୍ୱାରା ଲାଭ ମିଳିବ। ନୂଆ ଦାୟିତ୍ୱ ସଫଳତାର ସହ ପୂରଣ କରିପାରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ପରିବାର ଓ ଜୀବନସାଥୀଙ୍କ ସହ ସମ୍ପର୍କ ମଜବୁତ ହେବ। କ୍ରୋଧରେ କହିଥିବା କଥା ସମ୍ପର୍କକୁ ପ୍ରଭାବ ପକାଇପାରେ। ତେଣୁ ବାଣୀରେ ସଂଯମ ରଖନ୍ତୁ। ପ୍ରେମ ଜୀବନରେ ସ୍ଥିରତା ରହିବ। ସ୍ୱାସ୍ଥ୍ୟ ସାଧାରଣତଃ ସ୍ୱାସ୍ଥ୍ୟ ଭଲ ରହିବ। ଖାଦ୍ୟାଭ୍ୟାସ ଉପରେ ଧ୍ୟାନ ଦିଅନ୍ତୁ। ଅତ୍ୟଧିକ ତେଲ ମସଲା ଖାଦ୍ୟରୁ ଦୂରେଇ ରୁହନ୍ତୁ। ପରିବାରରେ ଖୁସିର ପରିବେଶ ରହିବ। ପରିବାର ସଦସ୍ୟଙ୍କ ସହ ସମୟ କାଟିବାର ସୁଯୋଗ ମିଳିବ। ପୁରୁଣା ପାରିବାରିକ ସମସ୍ୟାର ସମାଧାନ ହୋଇପାରେ। ପ୍ରତିକାର ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ଲାଲ ମସୁର ଡାଲି ଦାନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ସଂକେତ ଶୁଭ ରଙ୍ଗ ହଳଦିଆ ଶୁଭ ସଂଖ୍ୟା 3। ଶୁଭ ବାର ଆପଣଙ୍କର ଗୁରୁବାର ଶୁଭ ଅଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ହର ହର ମହାଦେବ। ବନ୍ଦେ ମାତରମ୍।